ଜୟ ଜଗନ୍ନାଥ, ଜୟ ମା ଦୁର୍ଗା। ଆମ ନଲା ରୋଡ଼ ଦୁର୍ଗା ମନ୍ଦିରରେ 9 ଦିନ ଧରି ଦୁର୍ଗା ପୂଜା ଚାଲିଛି। ଆଜି ନବରାତ୍ରି ପୂଜା। ଆଜି ନବରାତ୍ରି ପୂଜା ଅଛି ଆଉ ସନ୍ଧ୍ୟା ଟାଇମ୍ରେ ବିସର୍ଜନ ହେବ। ବର୍ତ୍ତମାନ ଗୋସାଇଁ ମାନେ ସବୁ ରେଷ୍ଟ ନେଇଛନ୍ତି। ହୋମ ଚାଲିଥିଲା। ଏଟା ଆମର ଯେ ହୋମ ହେସି ସେଟା ସେ ଯଜ୍ଞ ଘର। ବିରାଟ ବଡ଼ ଗୋଟେ କୁଣ୍ଡ ହେଇଛି। କୁଣ୍ଡରେ ପୁରା ଚାଲିଛି। ଏପର୍ଯ୍ୟନ୍ତ ଅଗ୍ନିବରଣ ଏପର୍ଯ୍ୟନ୍ତ ନିଆଁ ଲାଗି ଚାଲିଛି। ଆଜି ଶେଷ ପୂଜା। ଯେଉଁ ଦର୍ଶକମାନେ ଶ୍ରଦ୍ଧାଳୁମାନେ ଦୁର୍ଗା ମାଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି ସେମାନେ ଆସି ଯାଆନ୍ତୁ, ଦର୍ଶନ କରିବେ। ଆଜି ଲାଷ୍ଟ କି ପୂଜା? ଆଜି ଲାଷ୍ଟ କେତେବେଳେ ବିସର୍ଜନ ହେବେ? 5 ବଜେ ଆଡ଼େ କହୁଥିଲେ। 5 ବଜେ କହୁଥିଲେ ପଣ୍ଡିତ ଆଜ୍ଞା। ଆଜି ବିସର୍ଜନ ଅଛି। ଯେଉଁମାନେ ନବରାତ୍ରି ବ୍ରତ କରିଥିବେ ସେମାନଙ୍କର ଆଜି ଉଦ୍ଯାପନ। ବହୁତ ବଢ଼ିଆ ଆକାରରେ ସଜା ହେଇଥିଲା। ମା ଦୁର୍ଗା ଆସିଥିଲେ, ତାଙ୍କୁ ବିଦାୟ ଦିଆଯିବ। ଏମିତି ପ୍ରତିବର୍ଷ ମାଆଙ୍କ ଆଶୀର୍ବାଦ ଥାଉ ସରିଗୁଡ଼ା ପଞ୍ଚାୟତର ଜନସାଧାରଣ ପ୍ରତି। ମା ଏମିତି ଆସୁଥାନ୍ତୁ, ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ତାଙ୍କର ପୂଜା ରୀତି ଠିକ୍ ଭାବରେ ଚାଲୁ। ଆଜି ଆମର ଦୁର୍ଗା ମନ୍ଦିରରେ ନବମୀ ପୂଜା ଚାଲିଛି। ନବମୀ ପୂଜା ଏବଂ ବିସର୍ଜନ ମଧ୍ୟ ହେବେ। ମାଆଙ୍କ ଗୋଟେ ବିସର୍ଜନ ହେବ। ବିରାଟ ବଡ଼ ଫୁଲ ଲାଗିଛି। ମା ପବନ ଝାକା। ସନ୍ଧ୍ୟା ଆଳତି ବେଳେ ଆମର ଏ ବାଦ୍ୟଟା ଭାରି ଜୋର ବାଜେ। ବୁଆ ତପୁଛି। ତିନିଟା ନଡ଼ିଆ ଗଛ ଅଛି ଆମର ଦୁର୍ଗା ମନ୍ଦିର ସାମ୍ନାରେ। ତିନିଟା ଦ୍ୱାରପାଳ ଭଳିଆ, ପୁରା ଦ୍ୱାର ମୁହଁରେ ଯେମିତି ରୁହନ୍ତି। ବଉଳ ଗଛ ଗୋଟେ ବଢ଼ିଆ ଗଛ ଅଛି। ଏବେ ସବୁ ନୂଆ ନୂଆ ଗଛମାନେ ଲାଗିଗଲାଣି। ମନ୍ଦିରର ଶୋଭା ବଢ଼ିବ। ଏଟା ଇଲେକ୍ଟ୍ରିକ୍ ବାଦ୍ୟ। ଇଲେକ୍ଟ୍ରିକ୍ ସଂଯୋଗ କଲେ ଆଳତି ବେଳେ ଇଏ ଆପେ ଆପେ ବାଜବା।